ନମ୍ବର 1 ସୁଭଦ୍ରାକୁ ନେଇ ଆସିଲା ବଡ଼ ଅପଡେଟ୍। ମାର୍ଚ୍ଚ 31 ଯାଏଁ ଆବେଦନ, ମାର୍ଚ୍ଚ ଶେଷ ଯାଏଁ ସୁଭଦ୍ରା ଆବେଦନ, ରାକ୍ଷୀ ପୂର୍ଣ୍ଣିମାରେ ପାଇବେ ତ୍ରିପଲ କିସ୍ତି। ଏଯାଏଁ 1 କୋଟିରୁ ଅଧିକ ମହିଳା ସୁଭଦ୍ରା ଯୋଜନାରେ ଉପକୃତ ହେଲେଣି। ଯେଉଁମାନେ ଆବେଦନ କରିନାହାନ୍ତି ସେମାନେ ମାର୍ଚ୍ଚ 31 ତାରିଖ ଯାଏଁ ସୁଭଦ୍ରା ଆବେଦନ କରିପାରିବେ। 31 ତାରିଖ ଭିତରେ ଯେଉଁମାନେ ଆବେଦନ କରିଥିବେ ସେମାନେ ଏକକାଳୀନ ସୁଭଦ୍ରା ଟଙ୍କା ପାଇବେ। ରାକ୍ଷୀ ପୂର୍ଣ୍ଣିମାରେ ଏକକାଳୀନ 3ଟି କିସ୍ତିରେ ଟଙ୍କା ପାଇବେ ସମସ୍ତ ହିତାଧିକାରୀ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ମାର୍ଚ୍ଚ 6ରେ ମିଳିବ ସୁଭଦ୍ରା ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟ ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ସୁଭଦ୍ରା ଯୋଜନାରେ 1,70,000 ମହିଳା ଟଙ୍କା ପାଇବେ। ହିତାଧିକାରୀଙ୍କ ଖାତାକୁ ଯିବ 5,000 ଟଙ୍କା। ସେହିପରି ମାର୍ଚ୍ଚ 8 ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ହିତାଧିକାରୀଙ୍କୁ ସୁଭଦ୍ରା 2 କିସ୍ତି ପ୍ରଦାନ କରାଯିବ। ଏହାଦ୍ୱାରା 1 କୋଟିରୁ ଅଧିକ ହିତାଧିକାରୀ ଉପକୃତ ହେବେ। ନମ୍ବର 2 କେନ୍ଦୁଝର ପାଟଣାରେ ହେବ ମେଗା ଷ୍ଟିଲ୍ ପ୍ଲାଣ୍ଟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ। କେନ୍ଦୁଝର ପାଟଣାରେ ହେବ ବହୁ ପ୍ରତୀକ୍ଷିତ ମେଗା ଷ୍ଟିଲ୍ ପ୍ଲାଣ୍ଟ। ରବିବାର ଚମ୍ପୁଆ ଚନ୍ଦ୍ରଶେଖର କଲେଜ ବାର୍ଷିକ ଉତ୍ସବରେ ଯୋଗଦେଇ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଉତ୍କୃଷ୍ଟ ଓଡ଼ିଶା କାର୍ଯ୍ୟକ୍ରମ ସମୟରେ ଏନେଇ ଜେଏସଡବ୍ଲ୍ୟୁ ଓ ପସ୍କୋ କମ୍ପାନୀ ସରକାରଙ୍କ ସହ MOU କରିଛନ୍ତି। ପ୍ରାୟ 30,000ରୁ 40,000 କୋଟି ବ୍ୟୟରେ ଏହି ପ୍ଲାଣ୍ଟ ନିର୍ମାଣ ହେବ। ପୂର୍ବରୁ ନଭେମ୍ବର 1 ତାରିଖରେ କେଞ୍ଜରେ ଗସ୍ତ ସମୟରେ ମାଝୀ କହିଥିଲେ ଯେ 2 କମ୍ପାନୀ ମିଳିତ ଭାବରେ ଜିଲ୍ଲାରେ ଏକ ମେଗା ଇସ୍ପାତ କାରଖାନା ସ୍ଥାପନ କରିବେ, ଯାହା ଓଡ଼ିଶାକୁ ବିଶ୍ୱର ଏକ ପ୍ରମୁଖ ଇସ୍ପାତ ପ୍ରଦାନକାରୀ କରିବ। ପ୍ରତିବର୍ଷ ପାଇଁ ନିଯୁକ୍ତ ଟନ୍ ପ୍ରାରମ୍ଭିକ କ୍ଷମତା ସହିତ ଭାରତରେ ଏକ ସମନ୍ୱୟ ଇସ୍ପାତ କାରଖାନା ବିକଶିତ କରିବା ପାଇଁ 2 ଗୋଷ୍ଠୀ ଗତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। ନମ୍ବର 3 ବଢ଼ିଲା ଅଙ୍ଗନବାଡ଼ି କେନ୍ଦ୍ର ପାଇଁ ଅଣ୍ଡା ଦର। ଅଙ୍ଗନବାଡ଼ି କେନ୍ଦ୍ରକୁ ଦିଆଯାଉଥିବା ଅଣ୍ଡା ଦର ବୃଦ୍ଧି ହୋଇଛି। ଶିଶୁଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଣ୍ଡାର ମୂଲ୍ୟ 5 ଟଙ୍କାରୁ 60 ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ X ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ନମ୍ବର 3 ଚାମ୍ପିୟନ୍ସ ଟ୍ରଫି 2025 ଦୁବାଇରେ ଭାରତ ହ୍ୟାଟ୍ରିକ୍ ବିଜୟ। ନ୍ୟୁଜିଲାଣ୍ଡକୁ 44 ରନରେ ହରାଇଲା ଭାରତ। ସୁପର ସଣ୍ଡେରେ ଦେଖିବାକୁ ମିଳିଲା ସୁପର ମୁକାବିଲା। ନ୍ୟୁଜିଲାଣ୍ଡକୁ 44 ରନରେ ପରାସ୍ତ କରିଛି ଟିମ୍ ଇଣ୍ଡିଆ। ଦୁବାଇରେ ଖେଳାଯାଇଥିବା ଏହି ମ୍ୟାଚ୍କୁ ରୋଚକ ଭାବେ ଜିତି ନେଇଛି ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ଦଳ 45 ଓଭରରେ ସମସ୍ତ ୱିକେଟ୍ ହରାଇ ଟିମ୍ ଇଣ୍ଡିଆ ସାମ୍ନା ଆଣ୍ଠେଇଛି। ତା ସହ ଅପରାଜିତ ଧାରାକୁ ବଜାୟ ରଖିବା ସେମିଫାଇନାଲ ଖେଳିବାକୁ ଯାଉଛି ଭାରତ। ଗ୍ରୁପ୍ ଏ ବାଦଶାହ ଭାବରେ ଏବେ ରାଜ୍ କରିଛି ଭାରତ। ପଏଣ୍ଟ ଟେବୁଲର ଶୀର୍ଷରେ ନିଜ ଗ୍ରୁପ୍ ଅଭିଯାନ ଶେଷ କରିଛି ଟିମ୍ ଇଣ୍ଡିଆ। ଫଳରେ ଏବେ ଭାରତ ଅଷ୍ଟ୍ରେଲିଆ ସହ ନିଜର ସେମିଫାଇନାଲରେ ଫାଇଟ୍ରେ ପଡ଼ିଆକୁ ଓହ୍ଲାଇବ, ଯାହା ଆସନ୍ତା 4 ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳିବ। ନମ୍ବର 5 ଉପବାସରେ ମହାପ୍ରଭୁ ଲିଙ୍ଗରାଜଙ୍କ ବନ୍ଦ ରହିଛି ନୀତିକାନ୍ତି। ପୁଣି ମନ୍ଦିରରେ ବିଭ୍ରାଟ ଉପବାସରେ ରହିଲେ ମହାପ୍ରଭୁ। ଗତକାଲିଠାରୁ ବଲ୍ଲଭ ଭୋଗ ଅର୍ଥାତ୍ ମଧ୍ୟାହ୍ନ ପରଠାରୁ ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ ରହିଥିବା ସୂଚନା ମିଳିଛି। ହାଣ୍ଡିଭଙ୍ଗା ଯାତ୍ରା ପାଳନ ନ ହେବାରୁ ଶ୍ରୀଜୀଉଙ୍କ ନୀତିକାନ୍ତି ବନ୍ଦ ରହିଥିବା କୁହାଯାଇଛି। ଲଗାତାର 11 ବର୍ଷ ହେବ ପାଳନ ହେଉନି ମହାପ୍ରଭୁଙ୍କ ଲିଙ୍ଗରାଜଙ୍କ ହାଣ୍ଡିଭଙ୍ଗା ଯାତ୍ରା। ଆଉ ଏଥିପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି ସେବାୟତ। ପ୍ରଶାସନର ଅବହେଳା ପାଇଁ ଉପବାସରେ ରହୁଛନ୍ତି ଲିଙ୍ଗରାଜ ମହାପ୍ରଭୁ ବୋଲି ଅଭିଯୋଗ ହୋଇଛି। ନମ୍ବର 6 ମାତ୍ର 5 ଟଙ୍କାରେ କୃଷକଙ୍କୁ ମିଳିବ ବିଜୁଳି କନେକ୍ସନ। ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ କଲେ ବଡ଼ ଘୋଷଣା। ମଧ୍ୟପ୍ରଦେଶର ଚାଷୀଙ୍କ ପାଇଁ ରାଜ୍ୟ ସରକାର ବଡ଼ ଘୋଷଣା। ରାଜ୍ୟର ଚାଷୀଙ୍କୁ ମାତ୍ର 5 ଟଙ୍କାରେ ବିଦ୍ୟୁତ୍ ସଂଯୋଗ ଦିଆଯିବ। ରବିବାର 2 ମାର୍ଚ୍ଚରେ ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ଯେ ରାଜ୍ୟର ଚାଷୀମାନଙ୍କୁ 5 ଟଙ୍କାରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ଦିଆଯିବ। ଏହା ସହିତ ଚାଷୀମାନଙ୍କ କ୍ଷେତ୍ରକୁ ଜଳସେଚନ କରିବା ପାଇଁ ପାଣିର ଉତ୍ତମ ବ୍ୟବସ୍ଥା କରାଯିବ। ଭୋପାଳରେ ଚାଷୀମାନଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଯାଦବ କହିଛନ୍ତି ମଧ୍ୟପ୍ରଦେଶ କେନ୍ଦ୍ରୀୟ ବିଦ୍ୟୁତ୍ ବଣ୍ଟନ କମ୍ପାନୀ ଖୁବ୍ ଶୀଘ୍ର ଏହି ଯୋଜନା ଆରମ୍ଭ କରିବ। ଯେଉଁ ଚାଷୀମାନଙ୍କର ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନାହିଁ ସେମାନଙ୍କୁ 5 ଟଙ୍କାରେ ସୁବିଧା ଦିଆଯିବ। ଆମେ କୃଷକମାନଙ୍କ ଜୀବନକୁ ଉନ୍ନତ କରିବାକୁ ଚାହୁଁଛୁ। ନମ୍ବର 7 ବଢ଼ି ଚାଲିଛି ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା। 4,000 ସରକାରୀ କର୍ମଚାରୀ ଫେରାଇଲେଣି ରାସନ କାର୍ଡ। ବାତିଲ ହେଲା 4 ଲକ୍ଷ। ସରକାରଙ୍କ ଚେତାବନୀ ପରେ ଓଡ଼ିଶାରେ ବହୁ ସଂଖ୍ୟାରେ ଅଯୋଗ୍ୟ ହିତାଧିକାରୀ ସେମାନଙ୍କର ରାସନ କାର୍ଡ ଫେରସ୍ତ କରିବା ଆରମ୍ଭ କରିଛନ୍ତି। ଏପର୍ଯ୍ୟନ୍ତ 80,000 ଅଯୋଗ୍ୟ ହିତାଧିକାରୀ 12,000ରୁ ଅଧିକ ରାସନ କାର୍ଡ ଫେରସ୍ତ କରିଛନ୍ତି, ଯାହା ମଧ୍ୟରୁ 4,000 ସରକାରୀ କର୍ମଚାରୀ ଥିବା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ରବିବାର ସୂଚନା ଦେଇଛନ୍ତି।
ପ୍ରତିଦିନ 3000 ରୁ 4000 ଅଯୋଗ୍ୟ ହିତାଧିକାରୀ ସେମାନଙ୍କର ରାସନ କାର୍ଡ଼ ଫେରସ୍ତ କରୁଛନ୍ତି। 4 ଲକ୍ଷ ମୃତ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାସନ କାର୍ଡ଼କୁ ମଧ୍ୟ ବାତିଲ କରାଯାଇଛି। ସେ କହିଛନ୍ତି ମନ୍ତ୍ରୀ ପୁନର୍ବାର ଅଯୋଗ୍ୟ ହିତାଧିକାରୀମାନଙ୍କୁ ପୁନଃପ୍ରବୃତ୍ତ ଭାବରେ ସେମାନଙ୍କର ରାସନ କାର୍ଡ଼ ଫେରସ୍ତ କରିବାକୁ ଅନୁରୋଧ କରିଛନ୍ତି। ଗ୍ରାମାଞ୍ଚଳରେ ଯେଉଁମାନଙ୍କର ମାସିକ ଆୟ 10,000 ଏବଂ ସହରାଞ୍ଚଳରେ 15,000 ଟଙ୍କା, ଦୟାକରି ଆପଣଙ୍କ କାର୍ଡ଼ ଫେରସ୍ତ କରନ୍ତୁ। ସରକାର ଏବେ କୌଣସି ପଦକ୍ଷେପ ନେବେ ନାହିଁ। କାର୍ଡ଼ ଫେରସ୍ତ କରିବା ପରେ ପୁନର୍ବାର ଯାଞ୍ଚ କରାଯିବ ବୋଲି ପାତ୍ର କହିଛନ୍ତି। ନମ୍ବର 8, ଓଡ଼ିଶାରେ ଏତେ କମିଗଲା ସୁନା ଦର। ଦେଶ ଓ ରାଜ୍ୟରେ ଜାରି ହୋଇଛି ସୁନା ଓ ରୂପାର ନୂଆ ଦର। ପ୍ରତିଦିନ ସୁନା ଓ ରୂପା ଦର ନିର୍ଦ୍ଧାରଣ କରାଯାଇଥାଏ। କେଉଁଦିନ ଦର କମିଥାଏ ତ କେବେ ବଢ଼ିଥାଏ ଆଉ ପୁଣି କେବେ ସମାନ ରହିଥାଏ। ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଦେଶରେ ଓଡ଼ିଶାରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ 22 କ୍ୟାରେଟ ସୁନା ଦର 10 ଗ୍ରାମ ପ୍ରତି 81,200 ଟଙ୍କା ରହିଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 85,260 ଟଙ୍କା ରହିଛି। ଗତକାଲି ଅର୍ଥାତ୍ ଶନିବାର ଅପେକ୍ଷା ରବିବାର ଦର ହ୍ରାସ ପାଇଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର ହ୍ରାସ ପାଇଛି। ରବିବାର ଭୁବନେଶ୍ୱରରେ 22 କ୍ୟାରେଟ ସୁନା ଦର 81,200 ଟଙ୍କା ହୋଇଥିବା ବେଳେ 24 କ୍ୟାରେଟ ସୁନାର ମୂଲ୍ୟ 10 ଗ୍ରାମ ପ୍ରତି 85,260 ଟଙ୍କା ରହିଛି। ରାଜଧାନୀ ଦିଲ୍ଲୀରେ ସୁନା ଦର କମିଥିବା ଦେଖିବାକୁ ମିଳିଛି। 10 ଗ୍ରାମ ସୁନା ଦର ଯଥାକ୍ରମେ 80,400 ଟଙ୍କା ଓ 84,420 ଟଙ୍କା ରହିଛି। ସେହିପରି ରୂପାର ମୂଲ୍ୟ କିଲୋ ପ୍ରତି 1,05,000 ଟଙ୍କା ରହିଛି। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରୂପାର ମୂଲ୍ୟ କିଲୋ ପ୍ରତି 1,05,000 ଟଙ୍କା ରହିଛି। ନମ୍ବର 9, ନବ ଦାସଙ୍କ ପରିବାର ଉପରେ ବିଜେଡି ଚାପ ପକାଉଛି ପ୍ରଦୀପ ପୁରୋହିତ। ନବ ଦାସ ହତ୍ୟା ପ୍ରସଙ୍ଗରେ ସିବିଆଇ ତଦନ୍ତ କରିବାକୁ ଦାବି କରିଥିଲେ ଝିଅ ଦୀପାଲି ଦାସ। ହେଲେ ଏପର୍ଯ୍ୟନ୍ତ ସିବିଆଇକୁ ଏନେତ ଲିଖିତ ଆକାରରେ ଜଣାଇ ନାହାନ୍ତି ଦୀପାଲି କିମ୍ବା ତାଙ୍କ ପରିବାର, ଯାହାକୁ ନେଇ ବିଜେଡି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଜେପି ସାଂସଦ ପ୍ରଦୀପ ପୁରୋହିତ। ସିବିଆଇ ତଦନ୍ତ ନ କରିବାକୁ ନବ ଦାସଙ୍କ ପରିବାର ଉପରେ ବିଜେଡି ଚାପ ପକାଉଥିବା ଅଭିଯୋଗ କରିଛନ୍ତି ବରଗଡ଼ ସାଂସଦ। ନମ୍ବର 10, ଚଳିତ ବର୍ଷ ପ୍ରଥମ ଥର ପାଇଁ ତାତି 38 ଡିଗ୍ରୀ ଟପିଛି। ଶନିବାର ଟିଟିଲାଗଡ଼ରେ ତାପମାତ୍ରା ସର୍ବାଧିକ 38.5 ଡିଗ୍ରୀ ରେକର୍ଡ ହୋଇଛି। ଏହା ରାଜ୍ୟର ତତଲା ସହର ପାଲଟିଛି। ମାର୍ଚ୍ଚ ମାସ ଆରମ୍ଭରୁ ଏଭଳି ତାତି ବଢ଼ିବା ଚିନ୍ତାର କାରଣ ପାଲଟିଛି। ଆଗକୁ ତାତି ଆହୁରି ଡରାଇବ ବୋଲି ଆଶଙ୍କା ସୃଷ୍ଟି ହେଲାଣି। ଏ ବର୍ଷ ମାର୍ଚ୍ଚ ମାସରୁ ମେ ମାସ ଯାଏଁ ଗ୍ରୀଷ୍ମ ଲହରୀ ଅବଧି ବଢ଼ିବ ବୋଲି ପାଣିପାଗ ବିଭାଗ ସତର୍କ କରାଇଛି। ନମ୍ବର 11, ବିଜେପିକୁ ପ୍ରଥମ ମହିଳା ଅଧ୍ୟକ୍ଷ ମିଳିବା ନେଇ ଚର୍ଚ୍ଚା। ଭାରତୀୟ ଜନତା ପାର୍ଟି ବିଜେପି ଖୁବ୍ ଶୀଘ୍ର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇବାର ସମ୍ଭାବନା ରହିଛି। ଯଦି ସୂତ୍ରଗୁଡ଼ିକୁ ବିଶ୍ୱାସ କରାଯାଏ ତେବେ ବିଜେପି ଚଳିତ ମାସରେ ହିଁ ନିଜର ରାଷ୍ଟ୍ରୀୟ ଅଧ୍ୟକ୍ଷତା ନାମ ଘୋଷଣା କରିପାରେ। କୁହାଯାଉଛି ଯେ 13ରୁ ଅଧିକ ରାଜ୍ୟରେ ସାଂଗଠନିକ ନିର୍ବାଚନ ସମାପ୍ତ ହେବା ପରେ 15 କିମ୍ବା 16 ମାର୍ଚ୍ଚ ମଧ୍ୟଭାଗ ସୁଦ୍ଧା ବିଜେପି ତାର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ନାମ ଘୋଷଣା କରିବାକୁ ଯାଉଛି। ନମ୍ବର 12, ଶାହାଙ୍କ ଚେତାବନୀ, ରାସ୍ତା ଛାଡ଼ ଅସ୍ତ୍ର ଫେରାଅ। ରାଷ୍ଟ୍ରପତି ଶାସନ ଲାଗୁ ହେବା ପରେ ମଣିପୁରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥାକୁ ନେଇ ଏହାର ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି ଗୃହ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ନୂଆଦିଲ୍ଲୀରେ ଆଜି ଶାହାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ପାରସ୍ପରିକ ପରିସ୍ଥିତିକୁ ଆଖି ଆଗରେ କରି ଶାହା ଏକ ପ୍ରମୁଖ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଆସନ୍ତା ମାର୍ଚ୍ଚ 8ରୁ ମଣିପୁରର ସମସ୍ତ ରାସ୍ତାରେ ଚଳାଚଳ ସ୍ୱାଭାବିକ ସୁନିଶ୍ଚିତ କର ବୋଲି ଅପରାଧୀଙ୍କୁ ତାଗିଦ କରିଛନ୍ତି ଶାହା। ଯଦି କୌଣସି ବ୍ୟକ୍ତି କିମ୍ବା ଗୋଷ୍ଠୀ ଏଥିରେ ବାଧା ସୃଷ୍ଟି କରନ୍ତି ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ନମ୍ବର 13, କଂଗ୍ରେସ କର୍ମୀଙ୍କୁ ହତ୍ୟା, ବନ୍ଦ ସୁଟକେସରୁ ମିଳିଲା କଂଗ୍ରେସ ନେତ୍ରୀଙ୍କ ମୃତଦେହ। ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ସହିତ ନଜର ଆସିଥିବା 22 ବର୍ଷୀୟ ମହିଳା କଂଗ୍ରେସ କର୍ମୀ ହେମାନି ନରୱାଲଙ୍କୁ ହତ୍ୟା କରାଯାଇଛି। ରାଜ୍ୟର ପଞ୍ଚାୟତ ନିର୍ବାଚନର ଦିନକ ପୂର୍ବରୁ ହେମାନିଙ୍କୁ ହତ୍ୟା କରାଯିବାକୁ ନେଇ ଅନେକ ପ୍ରଶ୍ନସୂଚୀ ସୃଷ୍ଟି ହୋଇଛି। ହରିୟାଣାର ରୋହିତଙ୍କ ସ୍ଥିତ ଏକ ବସ୍ଷ୍ଟାଣ୍ଡ ପରିସରରେ ପଡ଼ିଥିବା ସୁଟକେସ୍ ଭିତରୁ ହେମାନିଙ୍କ ମୃତଦେହକୁ ଶନିବାର ଜବତ କରାଯାଇଛି। ଏହି ମୃତଦେହକୁ ଦେଖିବା ପରେ ଏହା ଏକ ହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ତେବେ ତାଙ୍କୁ କିଏ ଓ କାହିଁକି ହତ୍ୟା କଲା ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ନମ୍ବର 14, ଭାରତ ବିରୋଧରେ ବିଷ ଓଗାଳିଲା ପାକ୍ ପୂର୍ବତନ କ୍ରିକେଟର ଇଞ୍ଜମାମ ଉଲ୍ ହକ୍। IPL ବୟକଟ୍ କରିବାକୁ ସବୁ କ୍ରିକେଟ ବୋର୍ଡକୁ ଅପିଲ। ବହୁ ବର୍ଷ ପରେ ପାକିସ୍ତାନ ICC ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଛି। 19 ଫେବୃଆରୀରେ ଆରମ୍ଭ ହୋଇଥିବା ICC ଚାମ୍ପିୟନ୍ସ ଟ୍ରଫିର ଆୟୋଜକ ହେଉଛି ପାକିସ୍ତାନ। କିନ୍ତୁ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ ମ୍ୟାଚ୍ ଦୁବାଇରେ ଖେଳାଯିବ। ଯଦି ଭାରତୀୟ ଦଳ ତାର ସେମିଫାଇନାଲ ମ୍ୟାଚ୍ ଜିତିଯାଏ ତେବେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ମଧ୍ୟ ମାର୍ଚ୍ଚ 9 ତାରିଖରେ ଦୁବାଇରେ ଅନୁଷ୍ଠିତ ହେବ।
ନମ୍ବର 15 ମାର୍ଚ୍ଚ 8ରେ ଗଞ୍ଜାମ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ଆସନ୍ତା 8 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଞ୍ଜାମ ଗସ୍ତ କରିବେ। ଏହା ତାଙ୍କର ଗଞ୍ଜାମକୁ ଦ୍ୱିତୀୟ ଗସ୍ତ ଅଟେ। ମାର୍ଚ୍ଚ 8 ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଶେଷ କିସ୍ତି ଓ ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ କିସ୍ତି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ବର୍ତ୍ତମାନ ସୁଦ୍ଧା 98 ଲକ୍ଷ ହିତାଧିକାରୀ ସୁଭଦ୍ରାରେ ସାମିଲ ହୋଇଥିବା ବେଳେ ଉକ୍ତ ଦିନ 1 କୋଟି ଟପିଯିବେ। ସୁଭଦ୍ରାରେ ଯେଉଁମାନେ ମାର୍ଚ୍ଚ 8ରେ ଯୋଡ଼ି ହେବେ ସେମାନଙ୍କ ଉଭୟ ପ୍ରଥମ କିସ୍ତି ଓ ଦ୍ୱିତୀୟ କିସ୍ତି ମଧ୍ୟ ଟଙ୍କା ମିଳିବ। ଗଞ୍ଜାମ ଜିଲ୍ଲାରେ 9 ଲକ୍ଷରୁ ଅଧିକ ମହିଳା ଏହି ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ଜଣାପଡ଼ିଛି। ନମ୍ବର 16 ଏଣିକି 5 ଟଙ୍କାରେ ଚାଷୀଙ୍କୁ ମିଳିବ ବିଜୁଳି। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶନିବାର ଦିନ ଚାଷୀମାନଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି। ସେ ଏଣିକି 5 ଟଙ୍କାରେ ଚାଷୀଙ୍କୁ ସ୍ଥାୟୀ ବିଜୁଳି ପ୍ରଦାନ ନେଇ ପ୍ରକାଶ କରିଛନ୍ତି। ତେବେ ଏହି ଯୋଜନା ପ୍ରଥମେ କେନ୍ଦ୍ରୀୟ ଅଞ୍ଚଳ ଓ ପରେ ପଶ୍ଚିମାଞ୍ଚଳକୁ ଦିଆଯିବ। ରାଜଧାନୀ ଭୋପାଳରେ ଆୟୋଜିତ କିଷାନ ସମ୍ମାନ ଆଭାର ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ସମ୍ବୋଧିତ କରି ଏହା କହିଛନ୍ତି। ନମ୍ବର 17 ଆଧାର କାର୍ଡର ଅପବ୍ୟବହାର ରୋକିବାର ସହଜ ଉପାୟ ଜାରି କଲା UIDAI। ଆଧାର କାର୍ଡ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଡକୁମେଣ୍ଟ ମଧ୍ୟରୁ ଗୋଟିଏ। ଏଥିରେ ଆମର ନାମ, ଠିକଣା ଏବଂ ଜନ୍ମ ତାରିଖ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି। ଆଜିକାଲି ଆଧାର କାର୍ଡର ଅନେକ ପ୍ରକାରର ଅପବ୍ୟବହାର ହେଉଛି, ଯାହା ଯୋଗୁଁ ଆପଣଙ୍କୁ ଆପଣଙ୍କ ଡାଟା ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଆଧାର କାର୍ଡ ସହ ଜଡ଼ିତ କୌଣସି ସୂଚନା କୌଣସି ଅଜଣା ବ୍ୟକ୍ତିଙ୍କ ସହ ସେୟାର ନ କରିବାକୁ ପରାମର୍ଶ ଦିଆଯାଉଛି, କାରଣ ଏହା ସହିତ ଜଡ଼ିତ ଠକେଇର ଅନେକ ମାମଲାର ସାମ୍ନାକୁ ଆସିଛି। ନମ୍ବର 18 ଭୁଟାନକୁ ମିଳିବ ପ୍ରଥମ ରେଳ। ଭାରତର ଏହି ରାଜ୍ୟରୁ ସଂଯୋଗ ପାଇଁ ଯୋଜନା। ଭୁଟାନକୁ ଖୁବ୍ ଶୀଘ୍ର ମିଳିବ ପ୍ରଥମ ରେଳ। ଭାରତୀୟ ରେଳବାଇ ଆସାମର କୋକରାଇ ଝାରରୁ ଭୁଟାନର ଗେଲେପୁ ପର୍ଯ୍ୟନ୍ତ ରେଳ ଲାଇନ ସଂଯୋଗ ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ DPR ଶେଷ କରିଛି। ପୂର୍ବତନ ରେଳ ସୀମାନ୍ତ ରେଳବାଇର ଜଣେ ଅଧିକାରୀ ଶନିବାର ଏହି ସୂଚନା ଦେଇଛନ୍ତି। ଅଧିକାରୀ କହିଛନ୍ତି ଯେ ପ୍ରସ୍ତାବିତ ରେଳ ଲାଇନ ପାଇଁ ଚୂଡ଼ାନ୍ତ ସ୍ଥାନ ସର୍ଭେ ପୂର୍ବରୁ ଶେଷ ହୋଇଛି ଏବଂ DPR ଏବେ ଅନୁମୋଦନ ପାଇଁ ଅପେକ୍ଷା କରିଛି। ନମ୍ବର 19 ଜିଓ ଖୁବ୍ ଶୀଘ୍ର ଆଣିବାକୁ ଯାଉଛି ଷ୍ଟାଇଲିଶ ଇ-ସାଇକେଲ। ଜାଣନ୍ତୁ ଫିଚର୍ସ ଏବଂ ଦାମ। ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ହେଉଛି ରିଲାଏନ୍ସ ଜିଓ। ବର୍ତ୍ତମାନ ରିଲାଏନ୍ସ ଜିଓର ଏକ ଇଲେକ୍ଟ୍ରିକ୍ ସାଇକେଲ EV ମାର୍କେଟରେ ଦମଦାମ ଏଣ୍ଟ୍ରି କରିବାକୁ ଯାଉଛି। ଜିଓ ନିକଟରେ ଇଲେକ୍ଟ୍ରିକ୍ ସାଇକେଲର ଏକ ମଡେଲ ଉପସ୍ଥାପନ କରିଛି, ଯାହା ଗୋଟିଏ ଥର ଚାର୍ଜିଂରେ 80ରୁ 100 କିଲୋମିଟର ଦୂରତ୍ୱ ଅତିକ୍ରମ କରିପାରିବ। ନମ୍ବର 20 ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପିଟିସନକୁ ଅଣଦେଖା ହେଲା କାଲ। 48 ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ। ସରକାର ବଦଳିଛି, ହେଲେ ସରକାରୀ ବାବୁଙ୍କ ଦବଦବା ଏବେ ବି କମିନି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପିଟିସନକୁ ବି ଅଣଦେଖା କରାଯାଇଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କଟକରେ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରୁ ଆସିଥିବା ପିଟିସନକୁ ଅଣଦେଖା ହେଲା କାଲ। ଏକାଥରେ କଟକରୁ 48 ଜଣ ସରକାରୀ ବାବୁଙ୍କ ଦରମା ବନ୍ଦ ପାଇଁ ଆସିଛି ନିର୍ଦ୍ଦେଶ। ନିର୍ଦ୍ଦେଶ ଦେଲେ କଟକର ଅତିରିକ୍ତ ଜିଲ୍ଲାପାଳ। ନମ୍ବର 20 ବୃଦ୍ଧି ପାଇଲା GST ସଂଗ୍ରହ। 1.44 ଲକ୍ଷ କୋଟିରେ ପହଞ୍ଚିଲା GST ଆଦାୟ। ପୁଣି ରେକର୍ଡ ସଂଖ୍ୟକ GST ସଂଗ୍ରହ। ଦେଶର GST ରାଜସ୍ୱରେ ବାର୍ଷିକ ଆଧାରରେ ବୃଦ୍ଧି ହୋଇଛି। ଦେଶର ମୋଟ ସାମଗ୍ରୀ ଓ ସେବା ଟିକସ GST ଆଦାୟ ଫେବୃଆରୀରେ 9.1 ବୃଦ୍ଧି ପାଇଁ 1.84 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ଫେବୃଆରୀ ଲଗାତାର ଦ୍ୱାଦଶ ମାସରେ 1.7 ଲକ୍ଷ କୋଟିରୁ ଅଧିକ GST ଆଦାୟ ହୋଇଛି। ନମ୍ବର 21 ତିରୁମାଲା ମନ୍ଦିରକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି। ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁମାଲା ମନ୍ଦିରକୁ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଦାବି ହୋଇଛି। ତିରୁମାଲା ତିରୁପତି ଦେବସ୍ନାନମ ଅଧ୍ୟକ୍ଷ BR ନାଇଡୁ ଶନିବାର କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁଙ୍କୁ ଏହି ସମ୍ପର୍କରେ ଏକ ଚିଠି ଲେଖିଛନ୍ତି। ଏଥିରେ ଆଗାମ ଶାସ୍ତ୍ର ନିୟମ ଅନୁଯାୟୀ ତିରୁମାଲା ମନ୍ଦିର ଉପରେ ନୋ ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଅନୁରୋଧ କରାଯାଇଛି।